आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ ଚ୍ୟାନେଲକୁ। ଆମର ଏହି ଚ୍ୟାନେଲରେ ଆମେ ମହାନ ପୁରୁଷଙ୍କର ଜୀବନୀ ବିଷୟରେ ଜାଣନ୍ତି। ଆଜି ମଧ୍ୟ ଜାଣିବା ଜଣେ ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ। ଭାରତର ତାମିଲନାଡୁର ଇରୋଡରେ 22 ଡିସେମ୍ବର 1887 ମସିହାରେ ଜନ୍ମ ହୋଇଥିଲେ ଶ୍ରୀନିବାସ ରାମାନୁଜନ। ସେ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଗଣିତଜ୍ଞ। ତାଙ୍କର ସୀମିତ ଆନୁଷ୍ଠାନିକ ଶିକ୍ଷା ସତ୍ତ୍ୱେ ରାମାନୁଜନ ପିଲାଦିନରୁ ଗଣିତ ପାଇଁ ଏକ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ସ୍ୱାଧୀନ ଭାବରେ ଜଟିଳ ଗାଣିତିକ ଧାରଣା ବିକଶିତ କରି ଗାଣିତିକ ବିଶ୍ଳେଷଣରେ ଅଭିନବ ଥିଅରମ ଏବଂ ପରିଚୟ, ସଂଖ୍ୟା ତତ୍ତ୍ୱ, ଅସୀମ କ୍ରମ ଏବଂ ଅବିରତ ଭଗ୍ନାଂଶ ସହିତ ପ୍ରାୟ 3900 ଫଳାଫଳ ସଂକଳନ କରି ଏହି ବିଷୟ ପ୍ରତି ତାଙ୍କର ଆଗ୍ରହ ସ୍ପଷ୍ଟ କରିଥିଲେ। 1913 ମସିହାରେ ରାମାନୁଜନଙ୍କ କାର୍ଯ୍ୟ ଜି.ଏଚ୍.କୁ ଆକର୍ଷିତ କରିଥିଲା। ସେ ଥିଲେ ଜଣେ ବ୍ରିଟିଶ ଗଣିତଜ୍ଞ ଜି.ଏଚ୍. ହାର୍ଡି। ରାମାନୁଜନ ଏକ ଚିଠି ମାଧ୍ୟମରେ ତାଙ୍କର କିଛି ଫଳାଫଳ ବିଷୟରେ ବିସ୍ତୃତ ବିବରଣୀ ଜି.ଏଚ୍. ହାର୍ଡିଙ୍କୁ ପଠାଇଥିଲେ। ଏହି ସହଭାଗିତା ଅସାଧାରଣ ଫଳପ୍ରଦ ପ୍ରମାଣିତ ହେଲା, ଯାହା ବିଭିନ୍ନ ଗାଣିତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟାଇଲା। ପରେ ହାର୍ଡି ରାମାନୁଜନଙ୍କ ଅନନ୍ୟ ତଥା ଗଣିତର ଅନ୍ତର୍ନିହିତ ଜ୍ଞାନ ଉପରେ ମନ୍ତବ୍ୟ ଦେଇ ତାଙ୍କୁ ମହାନ ଗଣିତଜ୍ଞ ସହ ତୁଳନା କରିଥିଲେ। କେମ୍ବ୍ରିଜରେ ଥିବା ସମୟରେ ରାମାନୁଜନ ଅନେକ ମୂଳ ଫଳାଫଳ ଉତ୍ପାଦନ କରିଥିଲେ ଏବଂ ହାର୍ଡିଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜରେ ସହଯୋଗ କରିଥିଲେ। ତାଙ୍କର କେତେକ ଉଲ୍ଲେଖନୀୟ ଅବଦାନରେ ହାର୍ଡି ରାମାନୁଜନଙ୍କ ଅସ୍ମୋଟୋପିକ ସୂତ୍ର ବିଭାଜନ କାର୍ଯ୍ୟ ଅନ୍ତର୍ଭୁକ୍ତ। ମକ୍ ଥାଟା କାର୍ଯ୍ୟଗୁଡ଼ିକ ଉପରେ ତାଙ୍କର କାର୍ଯ୍ୟ ବିଶେଷ ଭାବରେ ଅନୁସନ୍ଧାନର ନୂତନ କ୍ଷେତ୍ର ଖୋଲିଛି ଏବଂ ସମସାମୟିକ ଗଣିତକୁ ପ୍ରଭାବିତ କରିଥିଲା। ଇଂଲଣ୍ଡରେ ରାମାନୁଜନଙ୍କ ସମୟ ସ୍ୱାସ୍ଥ୍ୟଗତ ସମସ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ଶୀତଳ ଜଳବାୟୁ, ତାଙ୍କର ଖାଦ୍ୟପେୟର ପ୍ରତିବନ୍ଧକ ଏବଂ ତୀବ୍ର ଏକାଡେମିକ କାର୍ଯ୍ୟର ଚାପ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଲା। 1919 ମସିହାରେ ଭାରତକୁ ଫେରିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିଲା ଏବଂ ସେ 26 ଏପ୍ରିଲ 1920 ମସିହାରେ 32 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ତାଙ୍କର କାହାଣୀ କେବଳ ତାଙ୍କର ଅବିଶ୍ୱସନୀୟ ବୁଦ୍ଧିର ଏକ ପ୍ରମାଣ ନୁହେଁ, ବରଂ ଅନେକଙ୍କ ପାଇଁ ଏକ ପ୍ରେରଣା ଅଟେ, ଯାହା ଦର୍ଶାଏ ଯେ କିପରି ଉତ୍ସାହ ଏବଂ ନିଷ୍ଠା ଜଣଙ୍କର ପୃଷ୍ଠଭୂମି ନିର୍ବିଶେଷରେ ସଫଳତା ହାସଲ କରିପାରିବ। ରାମାନୁଜନଙ୍କ ଜୀବନ ଏବଂ କାର୍ଯ୍ୟ ସାରା ବିଶ୍ୱରେ ଗଣିତଜ୍ଞମାନଙ୍କୁ ପ୍ରେରଣା ଯୋଗାଇଥାଏ, ଯାହା ତାଙ୍କୁ ଗଣିତ ଇତିହାସରେ ଏକ ସମ୍ମାନିତ ବ୍ୟକ୍ତିତ୍ୱ ଭାବରେ ପରିଣତ କଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ଅନ୍ୟଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ରହୁଛି, ନମସ୍କାର।